ଓଡ଼ିଶା ଲୋକପ୍ରଶାସନ ସଂସ୍ଥା ଓଡ଼ିଶା ଆଞ୍ଚଳିକ ଲୋକ ସଂସ୍ଥା ଆଞ୍ଚଳିକ ଶାଖା ଏବଂ ଓଡ଼ିଶା ନାଗରିକ ସମାଜ ଭୁବନେଶ୍ୱର ବ୍ରାଞ୍ଚର ମିଳିତ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ କରାଯାଉଛି। ଦିବସର ଆଜି ଥିମ୍ ରହିଛି ବିକଶିତ ଭାରତ 2047 ସ୍ୱପ୍ନ ଏବଂ ବାସ୍ତବକୁ। ଏଥିରେ ବିଭିନ୍ନ କଲେଜ ଏବଂ ୟୁନିଭର୍ସିଟିରୁ ପାଖାପାଖି 100 ପିଲା ଯୋଗ ଦେଇଛନ୍ତି। ସେମାନେ ଭାରତ ସ୍ୱପ୍ନ କ'ଣ ଆଗାମୀ 100 ବର୍ଷ ଭିତରେ 2047ରେ ଯେଉଁ ଆମେ 100 ବର୍ଷ ପୂରଣ କରିବା ସ୍ୱାଧୀନତାର, ତା ଭିତରେ ଆମର ସ୍ୱପ୍ନ କ'ଣ ରହିବ, ଲକ୍ଷ୍ୟ କ'ଣ ରହିବ, ଆମେ କେମିତି ଲକ୍ଷ୍ୟକୁ ହାସଲ କରିବା, ସେ ବିଷୟରେ ପିଲାମାନେ ବକ୍ତୃତା ରଖିଥିଲେ। ଏବଂ ତାଙ୍କ ଭିତରେ ଯେଉଁମାନେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ ହେବେ ତାଙ୍କୁ ଗୋଟେ ଜୁରି କମିଟି ପ୍ରାଇଜ୍ ଦିଆଯିବ, ସାର୍ଟିଫିକେଟ୍ ବଣ୍ଟନ କରାଯିବ। ନାଇଁ, ପ୍ରତିବର୍ଷ ଆମ ସଂସ୍ଥା 10 ବର୍ଷ ଧରିକି ଏଇଠି ଉତ୍କଳ ଦିବସ ପାଳନ କରୁଛୁ। କାହିଁକି ଉତ୍କଳ ଜଳ ନିର୍ମାତା ମଧୁବାବୁ, ପାଲାକ୍ଷମାଟି ମହାରାଜା, ଫକୀର ମୋହନ, ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର, ଏ ସମସ୍ତଙ୍କୁ ମନେ ରଖିବା ପାଇଁ ଆଜିର ଦିବସ ଗୋଟେ ତାତ୍ପର୍ଯ୍ୟତା ଯେ ଆମେ ଆମର ଅତୀତକୁ ଭୁଲି ଯାଉଛୁ। ପିଲାମାନେ ଅତୀତକୁ ଭୁଲି ଯାଉଛନ୍ତି। ଯେଉଁମାନଙ୍କ ବଳିଦାନରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ କରାଗଲା, ତାଙ୍କ ବଳିଦାନକୁ ଭୁଲି ଯାଉଛନ୍ତି। ସେ ଜିନିଷକୁ ମନେ ପକାଇବା ପାଇଁ ଆଜି ଆମର ଇଏ ନାଗରିକ ସମାଜ ଏବଂ IIP ଇଣ୍ଡିଆନ୍ ଭାରତୀୟ ଲୋକପ୍ରଶାସନ ସଂସ୍ଥା ତରଫରୁ ଗୋଟେ ପ୍ରୟାସ।